ରଘୁନାଥ ମନ୍ଦିର ନିକଟସ୍ଥ ବିଦ୍ୟାଭବନ ପ୍ରାଙ୍ଗଣରେ କବିରାଜ ପରମେଶ୍ୱର ପାତ୍ରଙ୍କ ଆହ୍ୱାନ କ୍ରମେ ମୀନକେତନ ପଣ୍ଡାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ସ୍ୱର୍ଗତ ପଣ୍ଡା ଆୟୁର୍ବେଦ ପରିଷଦର ଜଣେ ଦିଗ୍ଦର୍ଶକ, ପଥପ୍ରଦର୍ଶକ, ଉପଦେଷ୍ଟା ଥିଲେ। ସିଏ ଶାସ୍ତ୍ରୀୟ ଔଷଧ ପାରମ୍ପରିକ ପଦ୍ଧତିରେ ପ୍ରସ୍ତୁତି କରି ସଫଳ ଚିକିତ୍ସା କରିବା ସହ ଜଣେ ସିଦ୍ଧହସ୍ତା ଥିଲେ। ସେ ଜଣେ ସମାଜସେବୀ, ପ୍ରକୃତି ପ୍ରେମୀ, ଗୁଣୀଜ୍ଞାନୀ ଥିଲେ ବୋଲି ଆୟୁର୍ବେଦ ଚିକିତ୍ସକ, ଆୟୁର୍ବେଦ ପ୍ରେମୀମାନେ ସ୍ୱର୍ଗତ ପଣ୍ଡାଙ୍କ ସ୍ମୃତିଚରଣ କରିଥିଲେ। ତାଙ୍କର ପରିବାର ବର୍ଗକୁ ଧୈର୍ଯ୍ୟଶକ୍ତି ପ୍ରଦାନ ସହ ସ୍ୱର୍ଗତ ପଣ୍ଡାଙ୍କର ଆତ୍ମାର ସଦ୍ଗତି ପାଇଁ ଜଗନ୍ନାଥଙ୍କଠାରେ ପ୍ରାର୍ଥନା କରିଥିଲେ। ଏହି ଶୋକସଭାରେ ପରିଷଦର ସଭାପତି ଡକ୍ଟର ସୁଦର୍ଶନ ଗୌଡ଼, ଉପସଭାପତି କବିରାଜ କ୍ଷେତ୍ରବାସୀ ପଣ୍ଡା, କୋଷାଧ୍ୟକ୍ଷ କବିରାଜ ଭବାନୀଚରଣ ଆଚାର୍ଯ୍ୟ ସହ ସମ୍ପାଦକ ସତ୍ୟନାରାୟଣ ପରିଛା, ସାଂଗଠନିକ ସମ୍ପାଦକ ବୈଦ୍ୟ ଶ୍ରୀନିବାସ ପାତ୍ର, ଆଇନ ପରାମର୍ଶଦାତା ରାଜେନ୍ଦ୍ର କୁମାର ଗୌଡ଼, ଡକ୍ଟର ମନୋଜ କୁମାର ବିଶ୍ୱାଳ, ବିନୋଦ ରଥ, ଖଲି ପଟ୍ଟନାୟକ, କାଳୀଚରଣ ପଟ୍ଟନାୟକ, ସତ୍ୟନାରାୟଣ ସାହୁ, ନିରଞ୍ଜନ ପଣ୍ଡା, ତପସ୍ୱିନୀ ପଣ୍ଡା, ରଞ୍ଜିତା ଦାସ, ନୀଳିମା ଗନ୍ତାୟତ, ପୁରୋହିତ ଓମ୍ ପାଢ଼ୀ, ରାଜେନ୍ଦ୍ର ଜେନା ଏପରି ବହୁ ଆୟୁର୍ବେଦୀ ପ୍ରେମୀ ଓ ପରିବାର ବନ୍ଧୁ ଉପସ୍ଥିତ ଥିଲେ। ଶେଷରେ ବଡ଼ପୁଅ ଦୁର୍ଗା ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଜୟପୁରରୁ କୋରାପୁଟ ଜିଲ୍ଲା ପ୍ରତିନିଧି କୃଷ୍ଣ ଖରାଙ୍କ ରିପୋର୍ଟ, ଓଡ଼ିଶା ଏକାମ୍ର ଲାଇଭ୍।